ଯାତ୍ରା ଅନୁଷ୍ଠାନ ସୂର୍ଯ୍ୟ ମନ୍ଦିରର ଗୋଟେ ନାଟକ ବିଷୟରେ ଆପଣମାନଙ୍କୁ ଆଜି କହିବି, ଯାହାର ରାଇଟର ଅଛନ୍ତି ଦୀପକ ଜେନା ଆଉ ଡାଇରେକ୍ସନ ଦେଇଛନ୍ତି ଗୁରୁ ପ୍ରସାଦ ମିଶ୍ର। ହାଇ ହ୍ୟାଲୋ ନମସ୍କାର, ମୁଁ ରାଜେନ୍ଦ୍ର, ଆପଣମାନଙ୍କୁ ମୋର ଆଉ ଗୋଟେ ଭିଡ଼ିଓରେ ସ୍ୱାଗତ। ଆଜି ସୂର୍ଯ୍ୟ ମନ୍ଦିରର ଗୋଟେ ନାଟକ ବିଷୟରେ ଆପଣମାନଙ୍କୁ କହିବି। ସୂର୍ଯ୍ୟ ମନ୍ଦିର ନାଟକ ତ ଆପଣମାନେ ସମସ୍ତେ ଦେଖିଦେବେ। ବିଶେଷ କରି ସେ ନାଟକଟି ଜଣକ ଉପରେ ବେଶ ହେଇଛି, ଆମର କେନ୍ଦ୍ରାପଡ଼ା। କାହା ଉପରେ ବେଶ ହେଇଛି ଆପଣମାନେ ଜାଣିସାରିବେଣି। ଆଜି ହେଉଛି ଡିସେମ୍ବର 31 ତାରିଖ 2024ର ଶେଷ ଦିନ। ଯଦି ମୋର କିଛି ଭୁଲ ଭଟକା ଥାଏ ତାହେଲେ ମୋତେ କ୍ଷମା କରିବେ। ଆଉ 2025 ଆସୁଛି, ଆସନ୍ତା କାଲି ଜାନୁଆରୀ 1 ତାରିଖ, ଗୋଟେ ନୂଆ ବର୍ଷ, ନୂଆ ଦିନ। ଏହି ନୂଆ ବର୍ଷରେ ଆପଣମାନଙ୍କୁ ମୋ ତରଫରୁ ରକ୍ ଏସନ୍ ଚ୍ୟାନେଲ ତରଫରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ଜଗନ୍ନାଥ ଆପଣମାନଙ୍କର ମଙ୍ଗଳ କରନ୍ତୁ, ଆଉ ଆପଣଙ୍କର ଆଶା ଆକାଂକ୍ଷା ସବୁ ପୂର୍ଣ୍ଣ ହଉ ବୋଲି ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି କରୁଛି। ଚାଲନ୍ତୁ ସେ ନାଟକ ବିଷୟରେ ଆଲୋଚନା କରିବା। ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆମର ବ୍ରାଣ୍ଡ ପିୟୁଷ ତ୍ରିପାଠୀ। ବ୍ରାଣ୍ଡ ସବୁବେଳେ ବ୍ରାଣ୍ଡ, ଯେମିତି ଆ ପୂର୍ବରୁ ଥିଲେ ଆମର ତୁଳସୀ ଗଣନାଟ୍ୟରେ ଅଧା ରାତିରେ ସାଥିରେ ଲୋକମାନେ ତାଙ୍କୁ ଆଜି ପର୍ଯ୍ୟନ୍ତ ବି ଝୁରୁଛନ୍ତି ପିୟୁଷ ତ୍ରିପାଠୀଙ୍କୁ। ଚାଲନ୍ତୁ ସେଇ ପିୟୁଷ ତ୍ରିପାଠୀ କୋଉ ନାଟକରେ ଅଭିନୟ କରିଛନ୍ତି ମୁଁ ଗୋଟେ ଟିକେ ଡାଇଲଗ ଆପଣମାନଙ୍କୁ କହୁଛି। ହେ ପ୍ରିୟା, ପ୍ରେମିକା ଭୁଲିବା ଜିନିଷ ନୁହେଁ, ଆଉ ଯାହାକୁ ଅତି ସହଜରେ ଭୁଲି ହେଇଯାଏ ସେ ପ୍ରେମିକା କେବେ ନୁହେଁ। ଜାଣିପାରିଲେ ଏ ନାଟକର ନାଁ କଣ? ଏ ନାଟକର ନାଁ ହଉଛି ଚମତ୍କାର ନାଟକ ହେଇଛି। ଆପଣମାନେ ଦେଖିଛନ୍ତି କି ନ ଦେଖିଛନ୍ତି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଯେଉଁମାନେ ଦେଖିଛନ୍ତି ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, କେମିତି ଲାଗିଲା ଆମର ପିୟୁଷ ତ୍ରିପାଠୀଙ୍କ ଅଭିନୟ, କେମିତି ଲାଗିଲା ହାଇଦର ଅଭିନୟଟା କେମିତି ଲାଗିଲା ନିଶ୍ଚିନ୍ତ ମତାମତ ଜଣେଇବେ। ଅନୁରୋଧ ଆପଣଙ୍କୁ ଆଉ ଥରେ ନିଶ୍ଚିନ୍ତ ମତାମତ ଜଣେଇବେ। ଯୋଉ ଡାଇଲଗଟି ମୁଁ କହିଲି, ଏ ପ୍ରିୟା, ପ୍ରେମିକା ଭୁଲିବା ଜିନିଷ ନୁହେଁ, ଆଉ ଯାହାକୁ ଭୁଲି ହେଇଯାଏ ସେ ପ୍ରେମିକା ନୁହେଁ, ସେ ଝଲକ ଟିକେ ଦେଖି ଦିଅନ୍ତୁ ଆମର ପିୟୁଷ ତ୍ରିପାଠୀଙ୍କୁ। ଏ ପ୍ରିୟା, ପ୍ରେମିକା ଭୁଲିବା ଜିନିଷ ନୁହେଁ, ଆଉ ଯାହାକୁ ଭୁଲି ହେଇଯାଏ ସେ ପ୍ରେମିକା ନୁହେଁ। ଦେଖିଲେ ପିୟୁଷ ତ୍ରିପାଠୀ ଜଣେ ମାନେ ଅଲରାଉଣ୍ଡର ଆକ୍ଟର, ଭିଲିଆନ କରୁଛନ୍ତି, ହିରୋ କରୁଛନ୍ତି। ଚମତ୍କାର ଅଭିନୟ। ମୁଁ ଠିକ କହିଲି କି ଭୁଲ? ତାଙ୍କ ଅଭିନୟ ବିଷୟରେ ମତ ନିହାତି ରଖିବେ କମେଣ୍ଟ ମାଧ୍ୟମରେ। ଯଦି ମୋ ଭିଡ଼ିଓଟି ଭଲ ଲାଗିଲା ତାହେଲେ ଲାଇକ୍ କରି, କମେଣ୍ଟ କରି, ସାଙ୍ଗସାଥୀ ସେୟାର କରି, ନୂଆ କରି ଭିଡ଼ିଓ ଦେଖିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଯଦି ଫେସବୁକରେ ଦେଖୁଛନ୍ତି ତାହେଲେ ଫେସବୁକ ଫଲୋ କରିବା ଭୁଲିବେନି। ରହିଲି ଆପଣଙ୍କର ମତାମତ ଅପେକ୍ଷାରେ। ଆପଣ କଣ ମତାମତ ଦେଉଛନ୍ତି ହାଇଦର ନାଟକ ଉପରେ? ଆଉ ଥରେ ଆପଣମାନଙ୍କୁ ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ଜଗନ୍ନାଥ ଆପଣଙ୍କ ସହପରିବାରକୁ ଭଲରେ ରଖନ୍ତୁ, ଏତିକି ମୋର ପ୍ରାର୍ଥନା। ଜୟ ଜଗନ୍ନାଥ।